ମୁଁ ଛୋଟବେଳେ ଶୁଣିଥିଲି ମୋ ମାନେ ଜେଜେମା ମୋ ଜେଜେମା ଏଠକୁ ଆସୁଥିଲେ, ମୋ ବାପା ଏଠକୁ ଆସୁଥିଲେ ସାଙ୍ଗରେ। ସେତେବେଳେ ଶୁଣୁଥିଲି ଜେଜେମା ବାପା ପାଖରୁ ଯେ ସେଠାରେ ଜଳଦସ୍ୟୁ ସବୁ ଛଡ଼େଇ ନେଉଥିଲେ। ଆମ ଓଡ଼ିଶାରୁ ଯେଉଁମାନେ ଯାଉଥିଲେ, ଆମ ଅଞ୍ଚଳରୁ ଯେଉଁମାନେ ଯାଉଥିଲେ ସେ ଜଳଦସ୍ୟୁ ଲାଗେ। କିନ୍ତୁ ଏବେ ଯାହା ଦେଖୁଛି ସେ ସବୁର ପରିବର୍ତ୍ତନ ହେଇଛି ଯେ ମାନେ ଆକାଶ ପାତାଳ ଫରକ ହେଇଛି। ଏବେ ଆଧୁନିକ ସଭ୍ୟତା ଏଇ ଗଙ୍ଗାସାଗର ମେଳାରେ ବହୁତ କିଛି ହେଇଛି। ଲୋକଙ୍କର ଯିବା ଆସିବାର ବହୁତ ସୁବିଧା ହେଇଛି। ନଦୀ ପଥରେ ଯେଉଁମାନେ ଆସୁଛନ୍ତି ସେମାନେ ଆଉ ଘଣ୍ଟା ଘଣ୍ଟା ବା ସାରାଦିନ ଅପେକ୍ଷା କରିବାକୁ ପଡ଼ୁନାହିଁ। ଖୁବ୍ କମ୍ ଶହ ଶହ ଲଞ୍ଚ ଫେରିଘାଟ, ଆପଣଙ୍କର ଭେସେଲ ଫେରିଘାଟ ସମସ୍ତ ପ୍ରକାର ସରକାର ସୁବିଧା ସୁଯୋଗ କରିଛନ୍ତି। ମୁଁ ଆସୁଛି ଏଥିପାଇଁ, ମୁଁ ତ 20 ବର୍ଷ 22 ବର୍ଷ ଧରିକି ଏଠାକୁ ଆସୁଛି। ମୁଁ ଏଥିପାଇଁ ଆସିଥିଲି, ମୁଁ ଥରେ ଏଠାକୁ ଆସିବା ସମୟରେ ମୋର ବନ୍ଧୁଙ୍କ ସହିତ ଆସିବା ସମୟରେ ଘରୁ ମୋର ମେସେଜ୍ ଆସିଲା ଯେ ଆପଣଙ୍କର ମା' ମୁମୂର୍ଷୁ, ତେଣୁ ଆପଣ ଶୀଘ୍ର ଫେରି ଆସନ୍ତୁ। ତେଣୁ ମୋତେ ଫେରିବାକୁ ହେଲେ 2 ଦିନ ଲାଗିଯିବ। ତେଣୁ ମୁଁ ଏଠି ପ୍ରସିଦ୍ଧ କପିଳମୁନି, ସମସ୍ତେ ଭାବନ୍ତି ଯେ କପିଳମୁନି ସମସ୍ତଙ୍କ ମନ କଥା ଜାଣନ୍ତି। ତେଣୁ ମୁଁ ଏଠି ପ୍ରଭୁଙ୍କୁ ପ୍ରାର୍ଥନା କଲି, ହେ ପ୍ରଭୁ ମୋର ମୋ ମା' ମୃତ କିମ୍ବା ଜୀବିତ ଅବସ୍ଥାରେ ମୁଁ ଦେଖିବାକୁ ଚାହେଁ। ତେଣୁ ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି, ମୁଁ ଘର ପାଖକୁ ଗଲେ ମୁଁ ଆପଣଙ୍କୁ ମୋର ମନସ୍କାମନା ମୁଁ ପୂର୍ଣ୍ଣ ପାଇଁ ପ୍ରାର୍ଥନା କରିବି। ଠିକ୍ ଏଇ ସମୟରେ ମୁଁ ଦିନେ 2 ଦିନ ପରେ ଗଲି। ମା' ଯେଉଁମାନଙ୍କୁ କଥା କହୁନଥିଲା ଘରେ, ମୁଁ ଯାଇ ପହଞ୍ଚିଲା ପରେ ମା' କଥା କହିଲା এবং ମୁଁ ତା ମୁହଁରେ ପାଣି ଦେଲି, ମୋ ହାତରୁ ମଧ୍ୟ ଖାଇଲା। ତେଣୁ সেই দিনটু মোর ভক্তি ভাবনা আছে। ମୁଁ প্রতিবর্ষ মকর সংক্রান্তি বুড়ো দিয়ে আমরা আজকে আসছি, 4-5 দিন থাকবো। সকাল সকাল চান দান করে আমরা দর্শন করব। আরো 4-5 দিন থাকবো, খুবই ভালো লাগতেছে। তো দেখি এখন কবে যাওয়া যায়। আর এই দর্শনে খুব ভালো লাগলো। হ্যাঁ, কপিলমুনির আশ্রম দর্শন করলাম, এখানে গঙ্গা স্নান করলাম। সকাল সকাল স্নান করে আমরা দর্শন করলাম মন্দির, মেলা দর্শন করব। 4-5 দিন আমরা থাকবো, এখানে থাকে তারপরে আরামসে যাব।